ମା ଆମେ ଆଲୋଚନା କରୁଛନ୍ତି ମାତୃ ରଚନାବଳୀ ଭାଗ 10 ଜ୍ଞାନ 116। ପ୍ରଭୁ ଲେଖିଛନ୍ତି ଜ୍ଞାନ 116 ବସ୍ତୁ ଗୁଡ଼ିକର ଆରମ୍ଭ ଓ ସେଗୁଡ଼ିକର ଶେଷ ଏସବୁ ହେଉଛି ଆମ ଅଭିଜ୍ଞତାର ଗୋଟିଏ ଗୋଟିଏ ପାରମ୍ପରିକ ବିଷୟ। ଯଥାର୍ଥ ଅସ୍ତିତ୍ୱର କ୍ଷେତ୍ରରେ ସେମାନଙ୍କର ସତ୍ୟ ସ୍ଥିତିରେ ଏସବୁ ପଦର କୌଣସି ବାସ୍ତବତା ନାହିଁ। ଯଥାର୍ଥରେ କୌଣସି ସମାପ୍ତି ନାହିଁ, କୌଣସି ଆରମ୍ଭ ମଧ୍ୟ ନାହିଁ। ତାର ଆଜିର ଯୋଉ ଆଲୋଚନାଟି ରହିଛି, ମା ଲେଖୁଛନ୍ତି ମୁଁ ଏହି ସମଗ୍ର ବକ୍ରଟିକୁ ଅନୁସରଣ କରୁଛି। ତୁମର ବିକାଶ ଓ ଚେତନା ଯେତେବେଳେ ଅତ୍ୟନ୍ତ ଅଳ୍ପ ହୋଇ ରହିଥାଏ ସେତେବେଳେ ତୁମେ ଏହି ପ୍ରୟୋଜନଟିକୁ ଅତ୍ୟନ୍ତ ପ୍ରବଳ ଭାବରେ ଅନୁଭବ କରୁଥାଅ ଯେ ଏହି ପୃଥିବୀଟିର ଆଦୌ କୌଣସି ପ୍ରକାରରେ ଅନ୍ତର୍ହିତ ହୋଇଯିବା ଉଚିତ ନୁହେଁ। ତାହାର ଶାଶ୍ୱତ କାଳ ଲାଗି ଏହିପରି ହୋଇ ରହିବା ଉଚିତ। ତାମାନେ ମା କହୁଛନ୍ତି ଯେ ଆମର ଚେତନାର ବିକାଶ ଯେତେବେଳେ ଅଳ୍ପ ହେଇଥାଏ ସେତେବେଳେ ଆମ ଭିତରେ ଗୋଟେ ଭାବ ଆସେ ଯେ ଏ ପୃଥିବୀଟି ଥାଉ, ନଷ୍ଟ ନ ହଉ। ତାପରେ ମା କହୁଛନ୍ତି ଏଇଟା ଭିତରେ ଗୋଟେ ପ୍ରକ୍ରିୟା ଅବିଚ୍ଛିନ୍ନ ରହିଥାଏ ଆମ ଭିତରେ, ଯେ କଣ ନା ଆପଣାକୁ ରୂପାନ୍ତରିତ କରିବାର ଏକ ପ୍ରକ୍ରିୟା ଅବିଚ୍ଛିନ୍ନ ହୋଇ ରହିଥାଇପାରେ। ମାତ୍ର ତଥାପି ଏହି ପୃଥିବୀଟି ସବୁ କାଳ ଲାଗି ଠିକ ଏହି ପୃଥିବୀଟି ରହିଥିବା ଉଚିତ। ତାର କିଞ୍ଚିତ ପରେ ଯେତେବେଳେ ତୁମେ ଅପେକ୍ଷାକୃତ ଅଧିକ ପରିପକ୍ୱତାର ସମର୍ଥ ହୁଅ ସେତେବେଳେ ତୁମେ ସେହି କଥା ଉପରେ ଅପେକ୍ଷାକୃତ ଅନେକ କମ ଗୁରୁତ୍ୱ ଦେବାକୁ ଆରମ୍ଭ କର। ଏବଂ ଯେତେବେଳେ ତୁମେ ଶାଶ୍ୱତତା ବୋଧ ସହିତ ସତତ ସଂଯୋଗ ସ୍ଥାପନ କରି ରହିଥାଅ ସେତେବେଳେ ତାହା କେବଳ ନିର୍ବାଚନର ହିଁ ଏକ ବିଷୟ ଉପରେ ପର୍ଯ୍ୟବେସିତ ହୋଇ ରହିଯାଏ, ଆଉ ମୋଟେ ଏକ ଆବଶ୍ୟକତା ହୋଇ ରହିନଥାଏ। ତାମାନେ ଚେତନାର ବିକାଶ ଯେତେ ଅଧିକ ଅଧିକ ହେଇଯିବ ସେତେବେଳେ ଆମ ଭିତରେ ପ୍ରକୃତ ବୋଧ ଜଣା ଆସିଯିବ। ପ୍ରକୃତ ବୋଧ ଯେତେବେଳେ ଆସିଯିବ, ପ୍ରଥମେ ମା ଲେଖିଲେ ଯେ ଆମ ଭିତରେ ଭାବ ଥାଏ ଯେ ପୃଥିବୀଟି ଯେମିତି ଅଛି ସେମିତି ଥାଉ। କାହିଁକି ନା ଯେମିତି ସେଇଥିପାଇଁ ଗୋଟେ ମଜାରେ ବା ଜୋକ୍ କରି ବି ହଉ, ଆମେ ଯୋଉ କଥାଟି ଅନେକ ଥର କୁହନ୍ତି, ନିରଖରେ କହୁଥିଲେ ଯେ ତାଙ୍କୁ ଥରେ କିଏ ଜଣେ ପଚାରିଥିଲେ ଅତିମାନସ ଜଗତରେ ରୂପାନ୍ତରିତ ହେଇଯାଇଥିବ ସେତେବେଳେ ମଣିଷ କଣ ହବ? ମାନେ ଅନ୍ତର୍ହିତ ହେଇଯିବାର ସାମର୍ଥ୍ୟ ଥିବ, ତାର ଯୋଉ ଜଡ ଶରୀର ଏଇଭଳିଆ ଆଉ ହାଡ ମାଂସ ରକ୍ତର ଶରୀର ହେଇନଥିବ, ଟ୍ରାନ୍ସପାରେଣ୍ଟ ହେଇଯାଇଥିବ, ଲୁମିନୋସିଟି ହେଇଯାଇଥିବ, ଜ୍ୟୋତିର୍ମୟ ହେଇଯାଇଥିବ। ତେଣୁ ସେଠି ଗୋଟେ ପିଲା ପଚାରୁଛି ତାହେଲେ ଆମେ ବହୁତ ବଢିଆ ହବ। କଣ ହବ ନା ଆମେ ଗୋଟେ ହୋଟେଲକୁ ଯିବା, ଖାଇଦବା, ଆଉ ପଇସା ଦବାନି ପଳେଇ ଆସିବା, ସେ ତ ଜାଣିପାରିବନି। ଆଉ କିଛି ଜଣ ବ୍ୟକ୍ତି କହିଲେ ଯେ ସେ ଯୋଉ ନୂତନ ଜଗତ ହବ ସେଇ ନୂତନ ଜଗତରେ କ୍ଷୀରି ମିଳିବ ତ ଖାଇବାକୁ, ତାସ ଖେଳ ଥିବ ତ। ଦେଖନ୍ତୁ ଆମର ଏଇ ବସ୍ତୁ ପ୍ରତି ଗୋଟେ ଯୋଉ ପ୍ରକାରର ବୋଧ ଆମେ ରହିଥାଏ, ଇଏ ହଉଛି ନିମ୍ନ ଚେତନା ଥିବାରୁ ଥାଏ। ଯେତେବେଳେ ଧୀରେ ଧୀରେ ଯଦି ସାଧାରଣ ଭାବରେ ଚେତନାର ଟିକେ ଅଧିକ ବିକଶିତ ହଉଛି, ଆମେ ଯେତେବେଳେ ଅତି ଛୋଟ ଥିଲୁ ଚକୋଲେଟ ଆମର ଥିଲା ଅନିବାର୍ଯ୍ୟ ଆବଶ୍ୟକତା। ତାପରେ ବଡ ହେଲା ବେଳକୁ ଏବେ କହୁଛନ୍ତି ମୋବାଇଲ ଆବଶ୍ୟକତା। ତାପରେ ଯେତେବେଳେ ଗୋଟେ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ହେଇଯାଉଛନ୍ତି ସେତେବେଳେ ହଁ ମୋବାଇଲ ଟେ ଅଛି ତ ଥାଉ, ବଟ୍ ସେତିକି ଆବଶ୍ୟକତା ବୋଲି ଆଉ ଅନୁଭବ ହଉନାହିଁ। ମାନେ ଯୋଉ ନିହାତି ଆବଶ୍ୟକ ମୋବାଇଲ ଛଡେଇ ନେଇଗଲେ ଯେମିତି ବର୍ତ୍ତମାନ ପିଲା ରିଆକ୍ଟ କରୁଛନ୍ତି। କିନ୍ତୁ ଯେତେ ବୟସ ବଢି ଯାଉଛି ସେତେବେଳେ ହଁ କଲ୍ କଲା ବେଳେ, ମେସେଜ କଲା ବେଳେ, କିଛି ଯୋଉ କାର୍ଯ୍ୟରେ ଅଛି ସେଇ ସେତିକିରେ ଦରକାର ହେଲେ ହେଇଗଲା। ତାପରେ ତ ଆଉ ବୟସ ବଢିଗଲେ ସେ ମୋବାଇଲ ଏଟା ହେଇପାରୁନି, ସେଟା ହେଇପାରୁନି, ଥାଉ, ସେଟା ସେଟା ଦରକାର ନାହିଁ। ଇଏ ଇଏ ଯେମିତି ବୟସ ବୃଦ୍ଧି ହେଲେ ଆମର ବାହାରର ଆବଶ୍ୟକତା ଦୃଷ୍ଟିକୋଣରୁ ଆମର କୋଉଟା କଣ ଚେଞ୍ଜ ହେଇଯାଉଛି, ଯେ ଏଇଟା ଗୋଟେ ସ୍ଥୂଳ ଭାବରେ ଆମେ ଆଲୋଚନା କରୁଛନ୍ତି। ଯଦି ଚେତନାର ବିକାଶ ହବ ସେତେବେଳେ ସ୍ପଷ୍ଟ ବୋଧ ଆମର ହେଇଯିବ। ଯେତେବେଳେ ଶାଶ୍ୱତତା ବୋଧ ସହିତ ଆମର ସଂଯୋଗ ସ୍ଥାପନ ହେଇଯିବ, ଶାଶ୍ୱତତା ସହିତ ବୋଧ ହେଲେ କଣ ହବ, ଯେ ଆଗରୁ କଣ ଥିଲା, କଣ ରହିଛି, କଣ ରହିଥିବ, କୋଉଟା ଆକ୍ଚୁଆଲି ଧ୍ୱଂସ ପ୍ରାପ୍ତ ହବା ଆବଶ୍ୟକ, କୋଉଟା ନିରନ୍ତର ଅଗ୍ରଗତି କରୁଛି, କୋଉଟା ନିରନ୍ତର ଅଗ୍ରଗତି ହବା ଆବଶ୍ୟକ, ସେ ସବୁ ବିଷୟରେ ଆମର ଯେତେବେଳେ ବୋଧ ଆସିଯିବ
ସେତେବେଳେ ମା ସେଠୁ ଲେଖୁଛନ୍ତି କଣ ହବ, ଆମ ପାଖରେ ଦେଖିବା ନିର୍ବାଚନର ହିଁ ଏକ ବିଷୟ ଉପରେ ପର୍ଯ୍ୟବେସିତ ହୋଇ ରହିଯାଏ। ସେତେବେଳେ ଆଉ ଆବଶ୍ୟକତା ବୋଧ ହୁଏ ନା, ନା ଏଇଟା ନିହାତି ଆବଶ୍ୟକ ବା ଏଇଟା ଆବଶ୍ୟକ ସେଇ ବୋଧ ନଥାଏ। ହଁ ଏଇଟା ବାଛିବ କି ନାହିଁ ଠିକ ଅଛି, ଯଦି ଏଇଟା ଅଗ୍ରଗତି ପାଇଁ ଦରକାର ହଉଛି ବାଛ, ନହେଲେ ନାହିଁ। ଏକ ନିର୍ବାଚନର ବିଷୟ ଉପରେ ପର୍ଯ୍ୟବେସିତ ହେଇଯାଏ। କାରଣ କଣ ପାଇଁ ହୁଏ ନା, କାରଣ ତାହା ସେତେବେଳେ ସକ୍ରିୟ ଚେତନା ଉପରେ ଆଦୌ କୌଣସି ପ୍ରଭାବ ପକାଇ ପାରୁନଥାଏ। ଯେତେବେଳେ ଆମ ଚେତନା ଉପରେ ଯୋଉ ଯିଏ ପ୍ରଭାବ ପକାଉ ନାହିଁ, ଅଗ୍ରଗତି ପାଇଁ ମୋର ଚେତନାର ଯୋଉ ଆବଶ୍ୟକତା ରହିଛି, ଯେ ଯିଏ ମତେ ଅଗ୍ରଗତି ପାଇଁ ଆବଶ୍ୟକ କରୁଛି, ନିର୍ବାଚନ କଲି ତାକୁ। ଯିଏ ମତେ ବିରୋଧ କରୁଛି ତାକୁ ପ୍ରତ୍ୟାଖ୍ୟାନ କରିବେ। ଏଇ ବୋଧଟି ଆପଣଙ୍କ ଭିତରେ ଆସି ଯାଇଥାଏ। ତେଣୁ ସେତେବେଳେ ଆଉ ବର୍ତ୍ତମାନ ଚେତନାରେ ଯୋଉ ନିମ୍ନ ଚେତନାରେ ଯିଏ ରହିଛି, ତା ପାଇଁ ଯୋଉଟା କହୁଛି ନା ନାଇଁ ଏଇଟା ରହିଲେ ଭଲ, ଏମିତି ହେଲେ ଭଲ, ଇଏ ହଉଛି ସାଧାରଣତଃ ସେ ଆସକ୍ତିରୁ ଆସିଥାଏ। ଯେତେବେଳେ ଶାଶ୍ୱତତା ବୋଧ ଆସି ଯାଇଥାଏ, ଇଏ ସବୁ ତ ଅନ୍ତରିତ ହେଇଯିବ ହିଁ ହେଇଯିବ। ମା କହୁଛନ୍ତି ଅଳ୍ପ କିଛି ଦିନ ତଳେ, ଠିକ କେବେ ମୋର ମନେ ପଡୁନାହିଁ, ମାତ୍ର ଏକା ବେଳକେ ଏବେ ଏକ ସମଗ୍ର ସକାଳ ଲାଗି ମୁଁ ଏହି ଚେତନାଟି ମଧ୍ୟରେ ଅବସ୍ଥିତ ରହିଥିଲି ଏବଂ ସମଗ୍ର ବିକାଶ ବକ୍ରଟି ମଧ୍ୟରେ ମୁଁ ଲକ୍ଷ୍ୟ କରିପାରିଥିଲି ଯେ ଏହି ପୃଥିବୀର ଆୟୁ ଆହୁରି ଅଧିକ ଦୀର୍ଘ କାଳ ଲାଗି ପ୍ରଲମ୍ବିତ ହୋଇ ରହୁ। ଏହି ପୃଥିବୀର ଆୟୁ ଏକ ଅନନ୍ତ କାଳ ଲାଗି ପ୍ରଲମ୍ବିତ ହୋଇ ରହୁ ବୋଲି ଅତ୍ୟନ୍ତ ଗଭୀରରେ ଆସ୍ଥାନ ମାଡ଼ିକରି ଅବସ୍ଥିତ ରହିଥିବା ପରି ମନେ ହେଉଥିବା ଏହି ପ୍ରକାରର ଆବଶ୍ୟକତାଟି ସତେବା ଏକ ମୂର୍ତ୍ତ ରୂପ ଧାରଣ କରିବାକୁ ଆରମ୍ଭ କରିଛି। ଅର୍ଥାତ୍ ତାହା ଆଉ ଏତେ ଅଧିକ ପରିମାଣରେ ଗଭୀର ଦେଶରେ ଯାଇ ଅବସ୍ଥିତ ହୋଇ ରହିନଥାଏ। ସେତେବେଳେ ଆମେ ସତେ ଯେପରି ଆମ ଆଗରେ ଅଭିନୀତ ହେଉଥିବା କୌଣସି ଏକ ଘଟଣାକୁ ଅବଲୋକନ କରୁଥାଉ ଏବଂ ତାହା ଏପରି ହେବ ଅଥବା ସେପରି ହେବ, ସେଇ କଥାଟିର ବିଚାର କରିବାରେ ଲାଗିଥାଉ। ଏହାକୁ ଦୃଷ୍ଟିକୋଣର ଏକ ବିଶେଷ ଆଗ୍ରହ ଉଦ୍ଦୀପକ ପରିବର୍ତ୍ତନ ବୋଲି କୁହାଯାଇପାରିବ। ତାର ଉଦାହରଣଟି ଦେଇକି ବୁଝଉଛନ୍ତି ବା କହୁଛନ୍ତି ଏହା ହେଉଛି ଠିକ ଜଣେ କଳାକାର ପରି, ମାତ୍ର ଏପରି ଜଣେ କଳାକାର ଯିଏକି ନିଜକୁ ଏକ ନିର୍ଦ୍ଦିଷ୍ଟ ଆକାର ଦେବା ଲାଗି ଚେଷ୍ଟା କରୁଛି। ଥରେ ଦୁଇଥର ବା ତିନିଥର ପରୀକ୍ଷା କରୁଛି, ଯେତେ ଥର ଆବଶ୍ୟକ ବୋଧ କରୁଛି ସେତେ ଥର ପରୀକ୍ଷା କରୁଛି ଏବଂ କିଞ୍ଚିତ ସ୍ୱୟଂ ସମ୍ପୂର୍ଣ୍ଣ ଏବଂ ନୂତନ ଅଭିବ୍ୟକ୍ତି ଗୁଡିକ ଅନୁସାରେ, ଏହି ନୂତନ ଅଭିବ୍ୟକ୍ତି ଗୁଡିକର ପ୍ରୟୋଜନ ଅନୁସାରେ ଆପଣାକୁ ଅନୁକୂଳିତ କରି ରଖିପାରିବା ଲାଗି ତାହା ଯଥେଷ୍ଟ ଗ୍ରହଣଶୀଳ ହୋଇ ଆସୁଛି। ଯେପରିକି ଆଉ ଆପଣା ଗର୍ଭକୁ ପୁନରାକର୍ଷିତ କରି କିଛି ନେଇଯିବା ଲାଗି, ଏହି ସବୁ କିଛିକୁ ପୁନର୍ବାର ଏକତ୍ର ମିଶାଇ ପୁଣି ସବୁ କିଛିକୁ ବାହାରକୁ ଆଣିବା ଲାଗି ଆଦୌ କୌଣସି ଆବଶ୍ୟକତା ଆସି ନ ପହଞ୍ଚେ। ମାତ୍ର ଏହି କ୍ଷେତ୍ରରେ କେବଳ ଏତିକି ଠାରୁ ଆଦୌ କିଛି ଅଧିକ ଘଟେ ନାହିଁ। ମୁଁ ଯେପରି କହୁଥିଲି, ଏଠାରେ ଏକ ନିର୍ବାଚନର ଅବସର ଆସି ଉପସ୍ଥିତ ହୋଇଥାଏ। ଜଣେ କଳାକାର ଯିଏ ଗ୍ରହଣଶୀଳ ରହିଛି, ଯିଏ ଅଗ୍ରଗତି ପାଇଁ ସବୁବେଳେ ପ୍ରଚେଷ୍ଟାରତ ରହିଛି, ସିଏ କଣ କରେ, ତାର ଉଦାହରଣ ଦଉଛନ୍ତି। ସେଇଭଳି ଭାବରେ ସେ କଣ କରେ, ତା ଭିତରେ ସିଏ ତାର ପରୀକ୍ଷାରେ ମାତିଯାଏ, ଏଟା ହେଲାନି ସେଟା ହେଲାନି, ଏମିତି ହବ ସେମିତି ହବ। ସିଏ ଯାହା ତା ଭିତରେ ଅବତରଣ କରୁଛି ବା ତା ଭିତରେ ଯୋଉ ସିଏ ଗୋଟେ ରୂପ ବା ଗୋଟେ ଚିତ୍ର ଯୋଉ ଭିତରେ ତାର ସେ ଆଣୁଛି, ସେଇଟାକୁ କିପରି ରୂପ ଦବ, ଆକାର କେମିତି ଦବ, ସେ ଚେଷ୍ଟା କରେ। ସେଥିପାଇଁ ସେ କେବେ ତା ଚେଷ୍ଟାରେ ହେଳା କରେ ନାହିଁ। ତାର ସେଥିରେ ନୂତନ ଅଭିବ୍ୟକ୍ତି ଆଣେ ପ୍ରୟୋଜନ ଅନୁସାରେ। ଦେଖନ୍ତୁ ଏଠି ଲେଖିଲେ ପ୍ରୟୋଜନ ଅନୁସାରେ ଆପଣାକୁ ଅନୁକୂଳିତ କରି ରଖିପାରିବା ଲାଗି ତାହା ଯଥେଷ୍ଟ ଗ୍ରହଣଶୀଳ ହୋଇ ଆସୁଛି। ଏଇଟା ହଉଛି ଏକ ଗୁରୁତ୍ୱପୂର୍ଣ୍ଣ କଥାଟି, ଯେ ନୂତନ ଅଭିବ୍ୟକ୍ତି ପାଇଁ ଯେତେବେଳେ ଆବଶ୍ୟକ ପଡୁଛି ସେତେବେଳେ ତା ଭିତରେ ଏକ ଗ୍ରହଣଶୀଳତା ରହିଥାଏ। ତେଣୁ ସେ କଣ କରେ, ଯାହା ଯାହା ଅଛି ତାକୁ ସବୁ ମିଶେଇକି ପୁଣି ନୂଆ କରେ, ପୁଣି ଏଟାକୁ କରେ, ପୁଣି ସେଟାକୁ ଭାଙ୍ଗେ, ଏମିତି କରେ ହେଇ ଚାଲେ। ତେଣୁ ଏଇଠି ଏଇ ଯୋଉ କଳାକାରର ଏଇ ଯୋଉ ଭାବଟି ରହିଥାଏ, ତାମାନେ ସେ ସବୁବେଳେ ଅଗ୍ରଗତିଶୀଳ ଭାବନାକୁ ନେଇକି ରହିଥାଏ। ତେଣୁ ଏଇ ଯୋଉ ପୃଥିବୀର ଆୟୁ ଅଧିକ କାଳ, ମା କହୁଛନ୍ତି ତାଙ୍କ ଭିତରେ ଗୋଟେ ପୁରା ସମଗ୍ର ସକାଳଟି ତାଙ୍କ ପାଖରେ ସେଇ ଭାବଟି ରହିଥିଲା, ସେଇ ଅନୁଭୂତିଟି ତାଙ୍କ ଭିତରେ ରହିଥିଲା ଯେ ଆମର ଅନ୍ତର୍ଦେଶରେ ଅନ୍ତର୍ଦେଶରେ ଯୋଉଟା ଆଗରୁ ଆମେ ଶୁଣି ଆସିଛନ୍ତି ଯେ କଣ ଗୋଟେ ରହିଛି ଭାବ, ଯିଏ କି ଚିରନ୍ତନ ଶାଶ୍ୱତ ପୃଥିବୀ
गोटे जोटि कि भगवानकर एटा लीला क्षेत्र से सी जो भावटी गोटे कोठी गोटे लुचिकी रही सी कौन होची ना पूरा सम्मुख को आसिक बाहर मूर्त रूप धारण करिछि माने पूरा रूप ग्रहण करिछि एवं तेणु तार से जो निश्चयता बोध से जो भाव जो स्पंदन जे रही गभीर कोठी अति लुकायित स्थान रही सी सम्मुख को आसिक एक मूर्तिमंत रूप जमी ग्रहण करिछि जे तेणु ता भितर जे नहीं पृथ्वी अनेक काल धरी एमती अनंत काल प्रलंबित हो रहू तेणु आ पूर्व जो आलोचना से कही थर ध्वंस हो जाइछि एवं जड़े गुह्य तत्वविद कही जे यही थर जो सप्तम पृथ्वी रही सी ध्वंस हब नहीं या रूपांतर हब तेणु से ताने वर्तमान सेटा धीरे 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 परिप्रकाशर चरम सीमार आसी पहुंच सारी एवं सी सम्मुखरे रही कार्य करपरी तेणु ता भीतर से ग्रहणशीलता नथेले पृथ्वी भीतर जदि ग्रहणशीलतार अभाव रहा परिप्रकाश अधिक विलंब जेपरी कलाकार भीतर जदि ग्रहणशील रहिले से आपना को अनुकूलित कर रखिपर लगी यथेष्ट ग्रहणशील हो आसुची वर्तमान विकास तीव्र भाव में चली 1966 मसीह 1966 मसीह आलोचना अतिमान शक्ति अवतरण करी कार्य करी एवं पृथ्वीर वातावरण भितर जो मां से जो अभिज्ञता टी किपरि माता को वातावरण भितर प्रवेश करैले से सबू घटना घटी सारा तेणु अग्रगति अति तीव्र भाव में चली जी अधिक ग्रहणशील हम सेठी अधिक भाव में परिप्रकाश निश्चय हे मूर्त रूप में परिणत करिवार आनंद लगी ही आखर यही अभिव्यक्ति प्रक्रियाटी सृष्टि होइछि यह को आनंद बोली कह जाय पारे किंबा आग्रह बोली कह जाय पारे बेस एवं मूर्त हुई आसुथिबा वस्तुटी अभिव्यक्ति लाभ करुथिबा नूतन शक्ति गुड़िक द्वारा सतत तदनुरूपे निजे निर्मित होई पारिबाकू यथेष्ट परिमाण रे नमनीय ग्रहणशील परिवर्तनीय प्रसारण युक्त हो जाई पारिले पुनर्गठन करने लगी प्रत्येक वस्तु को नष्ट कर देवार आउ कौनसी प्रयोजन न थाए कौन कहले माने निजको परिप्रकाश करिवार जो आनंद से आनंद ही कौन होची बा से आनंद लगी ही अभिव्यक्ति हो चली वर्तमान चिंता करंतु एबे भी गोटे देखिए एबे जो एज एबे गोटे समय चली जो समय रे समस्ते सबु व्यक्ति एवं बयसर भी तारतम्य ना छोटू आरंभ करी वृद्ध बयस पर्यंत समस्त निजको एक्सप्लोर करने चेष्टा कर निज निज धारा जे जो चेतना रही से चेतन सी निजको एक्सप्लोर करने को चेष्टा कर एबे जो आप रील्स देखुंट इंस्टा देखुंट शॉर्ट वीडियो देखुंट आ यूट्यूब रे तो छाई जाइछिंती फेसबुक रे छाई जाउछंती जी जे टिकटॉक फिकटॉक सब चलीथिला एबे आउर नुआ नुआ कोन बाहरथियो जोडा कि आमे जाननथिबा ये सबुथिरे देखंतु सबु बयस वर्गर व्यक्ति माने निजको निजे जो चेतना स्तर रे रहिचंती सेही चेतना स्तर रे एक्सप्लोर करिया पय व्यस्त किंतु जेतेबेले आमे शाश्वतता बोध सहित संयुक्त हेकरी बा निजको ग्रहणशील रखिबा उच्चतर चेतना को परिप्रकाश करने ताहले आम समस्तंकर जे जोटी परिप्रकाश करुछि से परिप्रकाशर धारा ही बदली जीव परिप्रकाश रे आमे आम भाषा रे कहि परिबा क्वालिटी वृद्धि हबो किंतु सेति पई गोटे उच्चतर चेतना रे तो निहाती आवश्यक आमे जो माने भी प्रचेष्टारत बा साधनार पाद देश आम पावछ पकड़ चेष्टा करुँच गुड़िक कम आसो कौन ना नूतन मूर्त हो आसुवा वस्तुटी अभिव्यक्ति लाभ करुवा
ନୂତନ ଶକ୍ତି ଗୁଡ଼ିକ ଦ୍ୱାରା ସତତ ତଦନୁରୂପେ ନିଜେ ନିର୍ମିତ ହୋଇପାରିବାକୁ ଥରେ ଯଥେଷ୍ଟ ପରିମାଣରେ ନମନୀୟ, ଗ୍ରହଣଶୀଳ, ପରିବର୍ତ୍ତନୀୟ ଓ ପ୍ରସାରଣ ଯୁକ୍ତ ହୋଇଯାଇ ପାରିଲେ ପୁନର୍ଗଠନ ଲାଗି ଆଉ ବସ୍ତୁ ଗୁଡ଼ିକୁ ନଷ୍ଟ କରିବାକୁ ପଡ଼ିବ ନାହିଁ। ଆମର କାଠର ଯେତେବେଳେ ଗୋଟେ ଚେୟାର ହେଇଯାଇଛି, ତାକୁ ଟେବୁଲଟେ କରିବାକୁ ହେଲେ କାଠଟିକୁ ଭାଙ୍ଗିବାକୁ ପଡୁଛି। ଆଉ ଟେବୁଲଟେ ଯେତେବେଳେ ହବ ସେ ଆଉ ବଡ ଟେବୁଲଟେ ହେଇପାରିବ, ସେ ଛୋଟ ଟେବୁଲଟେ ହବ। ଟେବୁଲଟିକୁ ଚେୟାର କରିବାକୁ ହେଲେ ଟେବୁଲଟିକୁ ଭାଙ୍ଗିବାକୁ ପଡୁଛି, ତାପରେ ଚେୟାର ତିଆରି ହଉଛି। ଯଦି ବର୍ତ୍ତମାନ ଯୋଉ ସବୁ କେତେ ଗୁଡେ ମେଟେରିଆଲ ବାହାରିଲାଣି ଦେଖୁଥିବେ, ଆମେ ନର୍ମାଲି ଯେମିତି କ୍ଲେ ଚିନ୍ତା କର, କ୍ଲେରେ ଆପଣ କଣ କଲେ ଯେ ଗୋଟେ କରିଦେଲେ, ଗୋଟେ ଆକାର କରିଦେଲେ ବା ଆକୃତିର କରିଦେଲେ, ତାପରେ ପୁଣି ତାକୁ ଚିପି ଚାପି ଦେଇ ଏପଟ ବନ୍ଦ ଦେଇଦେଲା, ଗୋଟେ ଆକୃତି ହେଇଗଲା। ସେଠି ସିଏ ଇଏ ଗୋଟିଏ ପ୍ରକାରର ଆମେ ଆକୃତି ପରିବର୍ତ୍ତନ କରୁଛୁ। ଆଉ ଗୋଟେ ଭାବନ୍ତୁ, ଟିକେ ଆମେ ଯେତେବେଳେ ଆଲୋକ ପଡୁଛି, ଆମେ ହାତ ଦେଖେଇଛନ୍ତି ଗୋଟେ ନୂଆ ନୂଆ ପ୍ରକାର ଛାଇ ତିଆରି ହଉଛି। ଦେଖୁଥିବେ ଗୋଟେ ଶ୍ୟାଡୋ ଆର୍ଟ ବା ଶ୍ୟାଡୋ ଆକ୍ଟିଭିଟି ଯୋଉ ଦେଖଉଛନ୍ତି, ସେଠି ତା ପୂର୍ବ ଯୋଉ ଛବିଟି ହେଇଥିଲା ପର ଛବିଟା କେଉଁ ଛବିଠୁ କଣ ଭାଙ୍ଗିକି ନୂତନ ଛବି ତିଆରି ହେଇଛି, ଏଇଟା ଆମେ ଗୋଟେ ଧାରଣା କରୁଛନ୍ତି। ଯେତେବେଳେ ନିଜକୁ ନମନୀୟ ଏବଂ ନିରନ୍ତର ଗ୍ରହଣଶୀଳ ଏବଂ ପ୍ରସାରଣ ଯୁକ୍ତ, ମାନେ ପ୍ରସାରତାପୂର୍ଣ୍ଣ, ସଂକୀର୍ଣ୍ଣ ନୁହେଁ, ଯଦି ସେଇ ଦୃଷ୍ଟିକୋଣରୁ ପ୍ରସ୍ତୁତ କରି ରଖିଲ, ତାମାନେ ଯିଏ ଯୋଉ ଅଭିବ୍ୟକ୍ତି ହଉଛି, ଯୋଉ ସ୍ପନ୍ଦନଟି, ଯୋଉ ଚେତନାଟି, ଯୋଉ ଶକ୍ତିଟି ମୂର୍ତ୍ତ ରୂପ ଧାରଣ କରିବାକୁ ଯାଉଛି, ସେଇ ଅନୁସାରେ ସେ ନୂତନ ୱେରେ ପରିପ୍ରକାଶ ହବ। ସେଇ ଅନୁସାରେ ନିଜକୁ ନମନୀୟ ଗ୍ରହଣଶୀଳ ରଖିଲେ ଆଉ ସେ ବସ୍ତୁ ନଷ୍ଟ ହବା କାହିଁ ଦରକାର, ତାକୁ କାହିଁ ସେ ଭାଙ୍ଗିବ? ଆରେ ଯିବା ବାଟରେ ଯଦି ତମେ ପ୍ରତିବନ୍ଧକ ସାଜିଲ, ତେବେ ତମକୁ ଉଡେଇ ଦିଆଯିବ। ଯଦି ପ୍ରତିବନ୍ଧକ ନ ସାଜି ଗ୍ରହଣଶୀଳ ହେଇଗଲ, ତେବେ ତମକୁ କାହିଁକି ନଷ୍ଟ କରିବେ? ଏଇଟା ବର୍ତ୍ତମାନ ଆ ପୂର୍ବରୁ କଣ ଥିଲା, ଅଜ୍ଞାନତା ଜଗତରେ ଏଗୁଡା ସବୁ ଚାଲିଥିଲା। ଅଜ୍ଞାନତା ଜଗତରେ କଣ ଚାଲିଥିଲା ନା, ମୋ ସ୍ୱାର୍ଥ ପାଇଁ ଯିଏ ମତେ ସହଯୋଗ କଲା, ତେବେ ମୁଁ ତାକୁ କାମରେ ରଖୁଥିଲି। ଯଦି ମୋ ସ୍ୱାର୍ଥକୁ ସେ ବିରୋଧ କରୁଛି, ତାହେଲେ ମୁଁ କଳାବଳ କୌଶଳ କରିକିରି ତାକୁ ବିଦା କରିଦଉଛି। କାଲି ଆମେ ଯେମିତି ଗପଟେ ଶୁଣୁଥିଲେ, ସେ ରଘୁକୁ କଣ କଲେ, ଯେ ସେ ମାଳି ଦେଖିଲା ଯେ ମୁଁ ତାକୁ ରଖିଲେ, ମୁଁ ରାଜାଙ୍କ ପାଖରୁ ଏ ଫୁଲ ଦେଇକିରି ଆଉ ସ୍ୱର୍ଣ୍ଣ ମୁଦ୍ରା ଅର୍ଜନ କରିପାରିବି ନାହିଁ, ତାକୁ ବିଦା କରିଦେଲା। କିନ୍ତୁ ଇଏ ଥିଲା କଣ, ଅଜ୍ଞାନତା ଭିତରେ କଣ ହୁଏ, ନିଜ ସ୍ୱାର୍ଥକୁ, ସଂକୀର୍ଣ୍ଣତାକୁ ପରିପ୍ରକାଶ କରିବା ପାଇଁ ସେମାନେ କଣ କରନ୍ତି, ବ୍ୟବହାର କରନ୍ତି। ବର୍ତ୍ତମାନ ଦେଖନ୍ତୁ, ଆମେ ବ୍ୟବହାର କରିବା, ବ୍ୟବହୃତ ହବା, ମଥାନତ କରିବା, ଆମ ପାଖରେ ସେ ସବୁ ଯାକ ଗୁଣ ରହିଛି। ସେଇଟା ଅଜ୍ଞାନତା ପାଖରେ ଘଟୁଥିଲା, ସଂକୀର୍ଣ୍ଣତା ଯୋଗୁଁ, ସ୍ୱାର୍ଥପରତା ସଂକୀର୍ଣ୍ଣତା ଯୋଗୁଁ ଘଟୁଥିଲା। ବର୍ତ୍ତମାନ ତାକୁ ଶାଶ୍ୱତତାକୁ ପରିପ୍ରକାଶ କରିବା ପାଇଁ ଆପଣ ବ୍ୟବହାର କରିବେ ସେଇ ସାମର୍ଥ୍ୟ। ତାହେଲେ କଣ ହବ, ତାହା ଆଉ ବର୍ତ୍ତମାନ ଆଉ ନଷ୍ଟ ହବା ଆବଶ୍ୟକ ପଡେନି। ସେଠି କଣ ହେଲା, ସେ ମାଳିଟି ଆଜୀବନ କାରାଦଣ୍ଡ ଭୋଗିଲା, ଆଜୀବନ କାରାଦଣ୍ଡ ଭୋଗିଲା। ଯଦି ସେଠି ସିଏ ପ୍ରତିବନ୍ଧକ ନ ସାଜିଥାନ୍ତା, ତାହେଲେ ତାକୁ କାରାଦଣ୍ଡ ଭୋଗିବାକୁ ପଡିନଥାନ୍ତା। ତାର ଲୋଭର ବଶବର୍ତ୍ତୀ ଯୋଉ କାର୍ଯ୍ୟଟି କଲା, ସେଟା ତାକୁ କାରାଦଣ୍ଡକୁ ଭୋଗ କରିବାକୁ ବାଧ୍ୟ କଲା, ତାହେଲେ ନଷ୍ଟ ହେଲା ନା, ତାର ଗୋଟେ ବଡ କ୍ଷତି ହେଇଗଲା। ବର୍ତ୍ତମାନ ଯଦି ସିଏ ଗ୍ରହଣଶୀଳ ରହିଥାନ୍ତା, ହଁ ବହୁତ ଭଲ କଥା, ଠିକ ଅଛି, ତୁ କାର୍ଯ୍ୟ କର, ହଁ, ତାକୁ କଣ କରିଥାନ୍ତା, ଯା କଣ ହଉଛି କଣ ନାହିଁ, ଗୋଟେ ସହଯୋଗର ଏକ ପ୍ରସାର, ମାନେ ସଂକୀର୍ଣ୍ଣ ନ ହେଇକି ଗୋଟେ ବିସ୍ତାର ଭାବରେ ଯଦି ସେ ତାକୁ ତା ସହିତ ସହଯୋଗ ସହିତ କାର୍ଯ୍ୟ କରିଥାନ୍ତା, ତେବେ ସିଏ ନଷ୍ଟ ହବାର ଆବଶ୍ୟକ ପଡିନଥାନ୍ତା। ଏଇଟା ଯେମିତି ସାଧାରଣ ଭାବରେ ସ୍ଥୂଳ ଭାବରେ ଆମେ ଦେଖିଲେ, ସେଇଭଳି ଭାବରେ ଯେତେବେଳେ ଆମର ବ୍ୟକ୍ତିତ୍ବ, ଆମର ଧାରଣା, ଆମର ପ୍ରତିପତ୍ତି, ଆମେ ଏହାକୁ ଧରିକି କଣ କରୁଛୁ, ମାଡି ବସି ରହିକିରି ନିଜକୁ ପ୍ରତିଷ୍ଠିତ କରୁଛୁ।
ତେଣୁ ଆପଣ ଭାଙ୍ଗିବେ, ଭାଙ୍ଗି ହେବେ ନିଶ୍ଚୟ, ପଥଭ୍ରଷ୍ଟ ହେବେ ନିଶ୍ଚୟ। ଯେତେବେଳେ ପ୍ରସାରତା, ଗ୍ରହଣଶୀଳତା, ନମନୀୟତା, ପରିବର୍ତ୍ତନୀୟ ଏଇ ଭାବରେ ଆପଣ ରହିବେ, ତେବେ ଯୋଉ ସ୍ପନ୍ଦନ, ଯୋଉ ଶକ୍ତି ନିଜକୁ ଅଭିବ୍ୟକ୍ତି କରିବାକୁ ଚାହୁଁଛି ସିଏ ଆପଣଙ୍କ ଭିତରେ ଦେଇ କାର୍ଯ୍ୟ କରିବ, ତେଣୁ ଆପଣ ଆଉ ନଷ୍ଟ ହେବେ। କହିଲେ ପୁନର୍ଗଠନ କରିବା ଲାଗି ପ୍ରତ୍ୟେକ ବସ୍ତୁକୁ ନଷ୍ଟ କରିଦେବାର ଆଉ କୌଣସି ପ୍ରୟୋଜନ ନଥାଏ। ମା କହିଲେ ଏଇ ଯୋଉ ଗତି, ଯୋଉ ବକ୍ରଟି ଦେଇ ଗତି କରୁଥିବା ସମୟରେ ମୁଁ ଏହି ପ୍ରବଚନଟି ପାଖରେ ମଧ୍ୟ ଆସି ପହଞ୍ଚିଲି। କଣ ପ୍ରବଚନଟି? ନା ଯାହାର ଆରମ୍ଭ ଅଛି ତାର ଶେଷ ମଧ୍ୟ ରହିଛି। ଏଇଟା ବି ଅନେକ ଥର କୁହାଯାଇଛି, ଯାହାର ଆରମ୍ଭ ରହିଛି ତ ତାର ଶେଷ ରହିଛି। ଏଇଟି ହଉଛି ମନୁଷ୍ୟ ମନର ସେହି ବିରଚନା ଗୁଡ଼ିକ ମଧ୍ୟରୁ ଗୋଟିଏ। ଯେମିତି କହନ୍ତି ଜାତସ୍ୟ ଧ୍ରୁବ ମୃତ୍ୟୁ, ଜନ୍ମ ହେଇଛ ମାନେ ତମେ ମରିବ। ନାଇଁ, ଜାତସ୍ୟ ଧ୍ରୁବ ମୃତ୍ୟୁ ବୋଲି କୁହାଯାଇଛି, ଯିଏ ଜନ୍ମ ହେଇଛି ସେ ମରିବ ନିଶ୍ଚୟ। ତମର ଆରମ୍ଭ ହେଇଛି ନଷ୍ଟ ନିଶ୍ଚୟ, ଶେଷ ନିଶ୍ଚୟ। ଏଇ ଯୋଉ ରହିଛି ମାକୁଛି, ଏଇଟା ହଉଛି ମନୁଷ୍ୟ ମନର ଗୋଟେ ଧାରଣା, ମନର ଗୋଟେ ବିରଚନା, ସେ ଗୋଟେ ରୂପ ଦେଇଛି ଯେ ବିରଚନା ମଧ୍ୟରୁ ଗୋଟିଏ, ଯେଉଁଗୁଡ଼ିକ କି ଅବଶ୍ୟ ଭାବରେ ଆଦୌ କୌଣସି ସତ୍ୟତା ନାହିଁ। ଇଏ ବି ଯୋଉ ଆଗରୁ ସେ ଯୋଉ କହିଥିଲା, କାହିଁକି କହିଥିଲା ନା ସିଏ ବାହାରୁ କେତେ ଗୋଟେ ଜିନିଷ ଦେଖି ଦଉଛି, ଯୋଉଗୁଡାକୁ ସେ ନେଇକି ସେ କହିଦଉଛି ଯେ ଏହା ଆରମ୍ଭ ଥିଲେ ଶେଷ ଅଛି। ଯଦି ଗୋଟେ ଜିନିଷ ତିଆରି ହେଇଛି, ଧୀରେ 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 ତାର ଡିକେ ଭ୍ୟାଲୁ ରହିଛି ଏବଂ ଖରା ପାଣି ପବନ ଖାଇ 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 ଦିନେ ନଷ୍ଟ ହେଇଯିବ। ଏଇ ଧାରଣା ସେ ଦେଖି ଆସି ସବୁ ଜିନିଷ, ତେଣୁ ସେଇ ଅନୁସାରେ ସେ କହିଦେଇଛି। ତେଣୁ ଏଇଟା ମନର ବିରଚନା, ମନ ତିଆରି କରିଛି, କିନ୍ତୁ ତାର କୌଣସି ସତ୍ୟତା ନାହିଁ। ମାତ୍ର ଆଶ୍ରୟଗତ ଦୃଷ୍ଟିରୁ, ମାତ୍ର ଆଶୟଗତ ଦୃଷ୍ଟିରୁ ଦେଖିଲେ ଏଥିରେ ଆଗ୍ରହ ଉଦ୍ଦୀପକ କଥାଟି ରହିଛି ଯେ ଅଧିକରୁ ଅଧିକ ଊର୍ଦ୍ଧ୍ୱକୁ ଯାଇ ଅଥବା ଆହୁରି ଅଧିକ ନିର୍ଭୁଲ ଭାବରେ କହିଲେ ଅପେକ୍ଷାକୃତ ଅଧିକ ପରିମାଣରେ ଏକ କେନ୍ଦ୍ରବିନ୍ଦୁରେ ଅବସ୍ଥିତ ରହି ଦେଖିବାକୁ ସମର୍ଥ ହେବା ସଙ୍ଗେ ସଙ୍ଗେ ଏହି ସମସ୍ୟାଟି କ୍ରମଶଃ କମ ଓ ଆହୁରି କମ ଉତ୍କଟ ହୋଇ ଆସିଥାଏ। ଧୀରେ ଧୀରେ କଣ ହବ, ସମସ୍ୟା କମି କମି ଯିବ। ତେଣୁ ସମସ୍ୟା କମିବାର ଆମ ପାଖରେ ବାଟ କଣ କହିଲେ? ଏଇ ଯୋଉ ପ୍ରବଚନ ନାହିଁ, ସେ ପ୍ରବଚନଠୁ ଦୂରେଇ ରହିବେ। କଣ? ଜାତସ୍ୟ ଧ୍ରୁବ ମୃତ୍ୟୁ, ଯାହାର ଆରମ୍ଭ ଅଛି ତାର ଶେଷ ରହିଛି, ଖରା ନାହିଁ ତ ଛାଇ ନାହିଁ, ଏ ସବୁ ଗୁଡ଼ିକରୁ ଦୂରେଇ ରହିବେ। ନିଜକୁ ଉଚ୍ଚତର ଚେତନାକୁ ଅଭିବ୍ୟକ୍ତ କରିବା ପାଇଁ ସଦାସର୍ବଦା ପ୍ରସ୍ତୁତ କରି ରଖିବେ। ପରିବର୍ତ୍ତନୀୟ ରହିବେ, ନମନୀୟ ରହିବେ, ଗ୍ରହଣଶୀଳ ରହିବେ, ପ୍ରସାରଣ ଯୁକ୍ତ ହବା ପାଇଁ ଆସ୍ପୃହା କରୁଥିବେ। ଏପରି ବୋଧ ହୋଇଥାଏ ଯେ ଏହା ହେଉଛି ସେଇ ଗୋଟିଏ, ଏହାକୁ ଆମେ ସିଦ୍ଧାନ୍ତ ବୋଲି କହିବା ନାହିଁ। ମା କହିଲେ ଆମ ଭିତରେ ଯୋଉ ବୋଧ ହଉଛି ତାକୁ ନେଇକି ଆମେ କହିବାନି ଯେ ଏଇଟା ସିଦ୍ଧାନ୍ତ ଫାଇନାଲ, କାରଣ ଏହା ଆଦୌ ଏକ ସିଦ୍ଧାନ୍ତ ନୁହେଁ। ଏପରି ବୋଧ ହେଉଥାଏ ଯେ ଏହି କ୍ଷେତ୍ରରେ ବ୍ୟକ୍ତି, ଯାବତୀୟ ପୃଥିବୀ ତଥା ବ୍ରହ୍ମାଣ୍ଡ ଗୁଡ଼ିକ ଲାଗି ସର୍ବଦା ସେ ଗୋଟିଏ ନିୟମ ପ୍ରଯୁଜ୍ୟ ହୋଇ ରହିଥାଏ। এটা ଆମେ ଆଲୋଚନା କରିଥିଲେ। ତେଣୁ ବ୍ୟକ୍ତି ପାଇଁ ଯେମିତି ନିୟମ, ସେଇ ନିୟମ ବ୍ରହ୍ମାଣ୍ଡ ପାଇଁ ଏବଂ ସବୁ ପୃଥିବୀ ପାଇଁ, ବ୍ରହ୍ମାଣ୍ଡ ପାଇଁ ନିୟମ କଣ? তুমি କେବେ କୁହନି ଯେ ଏଇଟା ହଉଛି ଫାଇନାଲ। এইটা ହେଇଗଲେ ଆପଣଙ୍କର ଗ୍ରହଣଶୀଳତା, ନମନୀୟତା ନଷ୍ଟ ହେଇଯାଏ। ମା Ma. Thank you all, Oliver.